ଆଜ୍ଞା ବାଡ଼େଇକି ପିଠି ଫଟେଇ ଦେଇଛନ୍ତି ଅତୀତରେ ଏଇ କଳି ପାଇଁ। କିଡ଼େ କିଡ଼େ ବଡ଼ ବଡ଼ ନେତା ମାନେ ସେଇଠି କଂଗ୍ରେସରୁ ମାଡ଼ ଖାଇକି ଛୋଟେଇ ଛୋଟେଇ ସେ ଆମ୍ବୁଲାନ୍ସରେ ଯାଇଛନ୍ତି। ଇତିହାସ ବହୁତ ଲମ୍ବା ଆଙ୍କର। ତେଣୁ ଏ କଳି କେବେ ବି ଆଙ୍କ ଦେହରୁ ଯିବନି। ଗତକାଲି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଗୋଟିଏ ନିଜର ଜୀବନକୁ ନେଇକି ପୁସ୍ତକ ଉନ୍ମୋଚନ କରିଛନ୍ତି ସମୟ ସାକ୍ଷୀ, ଯେଉଁଥିରେ ସେ ଅନେକ କଥା ରାଜ୍ୟ ରାଜନୀତିରେ ଲେଖିଛନ୍ତି ଏବଂ ତା ଭିତରେ ଗୋଟେ କଥା ଲେଖିଛନ୍ତି କି କଂଗ୍ରେସକୁ ନେଇକି ଯେ କଂଗ୍ରେସରେ ଗୋଡ଼ଟଣ ନୀତି ଚାଲିଛି ବୋଲି କଂଗ୍ରେସ ସରକାର କରିପାରୁନି ଏବଂ ତାକୁ ନେଇକି ମଧ୍ୟ ଆଜି ଭକ୍ତି ଦାସ କହିଛନ୍ତି କି ନିରଞ୍ଜନ ପଟ୍ଟନାୟକ ଜଣେ ଅଭିଜ୍ଞ କଂଗ୍ରେସ ନେତା ଆଉ ସିଏ ଏମାନଙ୍କଠୁ ଅଧିକ କଂଗ୍ରେସ ବିଷୟରେ ଜାଣନ୍ତି। ତ କ'ଣ ଦେଖୁଛନ୍ତି ଏଇ ଭିତରେ କଂଗ୍ରେସର ଭବିଷ୍ୟତ ଆପଣ ବରିଷ୍ଠ ନେତାମାନଙ୍କ ପ୍ରତିକ୍ରିୟାକୁ ଆପଣ କେମିତି ଦେଖୁଛନ୍ତି? କଂଗ୍ରେସର ପ୍ରଥମ ଅକ୍ଷରଟି ହେଉଛି କ। କ ମାନେ କଳି, କ ମାନେ କଜିଆ, କ ମାନେ କନ୍ଦଳ, କ ମାନେ କଙ୍କଡ଼ା। ତେଣୁ ଯେତେବେଳେ ସେ କରୁ ଆରମ୍ଭ କରିଛନ୍ତି ସ୍ୱାଭାବିକ ଭାବରେ ସେ ଦଳରେ କଳି ଆଜି ନୁହେଁ ଆଜ୍ଞା। ବୋଧେ ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍ ଏ କଂଗ୍ରେସ ଦଳ ସୃଷ୍ଟି କରିବା ବେଳଠାରୁ ସେଠି କଳି। ଆପଣମାନେ ଇତିହାସରେ ପଢ଼ିଥିବେ ଚରମପନ୍ଥୀ ନରମପନ୍ଥୀ। ତାପରେ ସ୍ୱାଧୀନତା ଆନ୍ଦୋଳନ ସରିଗଲା, ତାପରେ ଆସିଲା କ୍ଷମତା ଚୌକି ଲଢ଼େଇ। ତେଣୁ ଚୌକି ପାଇଁ ତାଙ୍କର ସବୁବେଳେ କଳି ଚାଲେ। ଏବେ ମଧ୍ୟ କଳି ଚାଲୁଛି। ଦଳ କେତେ ଆଗେଇବ କେତେ ସିଟ୍ ପାଇବ ତାଙ୍କର ବଡ଼ କଥା ନୁହେଁ। ତାଙ୍କର ହେଉଛି ଦଳର ନେତୃତ୍ୱ କିଏ ନେବ। ମୁଁ ଭାବେ ବେଳେବେଳେ ବୋଧେ କଂଗ୍ରେସରେ ଯେଉଁ ଦଳର ନେତୃତ୍ୱ କିଏ ନେବ, ମାନେ ଯିଏ ନେତୃତ୍ୱ ନେବେ ସେ ନିଜେ ଜିତି ପାରୁନାହାନ୍ତି, କିନ୍ତୁ କିଏ ନେବେ ଯେଉଁ ଗଣ୍ଡଗୋଳ ଚାଲିଛି ମୁଁ ଭାବୁଛି ବୋଧେ କେଉଁଠି ଉପରି ଉପରି ମିଳୁଛି, ଯେଉଁଥିପାଇଁ ଏଭଳି ଦିଆ ଚାଲିଛି। ନିରଞ୍ଜନ ପଟ୍ଟନାୟକ ଠିକ୍ କଥା କହିଛନ୍ତି, କାହିଁକିନା ସେ କଂଗ୍ରେସକୁ 50 ବର୍ଷ ଧରିକି ଦେଖିଛନ୍ତି। ଭକ୍ତ ବାବୁ ଆଗରୁ ଜନତା ଦଳରେ ଥିଲେ, ତାପରେ ଭାଇଆ ହେଇକି ଏବେ କଂଗ୍ରେସ ଆସିକି ବର୍ତ୍ତମାନ ସଭାପତି ହେଇଛନ୍ତି। ଇଏ କଳି ଦେଖିଛନ୍ତି, ଇଏ ବି କଳି ବିଷୟରେ ଜାଣିଛନ୍ତି। ତେଣୁ ସୁର ଭାଇଙ୍କ ଭାଷାରେ ଉଭୟ ଟିକେ ଗୋଟେ ରୁମ୍ରେ ବସିକି ଟିକେ ସେ ଭିତରେ ନିଷ୍କର୍ଷ ବାହାର କରିଦେଲେ ଭଲ ହୁଅନ୍ତା। ଆଉ ଏଗୁଡ଼ା ତ ଆମେ ସବୁ ଜାଣିଛୁ କଳି ଭାଇରସ୍ କେମିତି କଂଗ୍ରେସକୁ ଆକ୍ତାମାକ୍ତା କରିଦେଇଛି। ଆଜ୍ଞା ବାଡ଼େଇକି ପିଠି ଫଟେଇ ଦେଇଛନ୍ତି ଅତୀତରେ ଏଇ କଳି ପାଇଁ। କିଡ଼େ କିଡ଼େ ବଡ଼ ବଡ଼ ନେତା ମାନେ ସେଇଠି କଂଗ୍ରେସରୁ ମାଡ଼ ଖାଇକି ଛୋଟେଇ ଛୋଟେଇ ସେ ଆମ୍ବୁଲାନ୍ସରେ ଯାଇଛନ୍ତି। ଇତିହାସ ବହୁତ ଲମ୍ବା ଆଙ୍କର। ତେଣୁ ଏ କଳି କେବେ ବି ଆଙ୍କ ଦେହରୁ ଯିବନି।